ଜୟ ଶ୍ରୀରାମ। ନମସ୍କାର ଦର୍ଶକ ବନ୍ଧୁ। ଆପଣ ମାନେ ଆପଣଙ୍କର ଘର ଆଖପାଖରେ କିମ୍ବା ବାଡ଼ି ବଗିଚାରେ ଅନେକ ପ୍ରକାର ଘାସ ଦେଖିଥିବେ, ଯାହାକୁ ଆମେମାନେ ଅଦରକାରୀ ଭାବି ଫିଙ୍ଗି ଓପାଡ଼ି ଦେଇଥାନ୍ତି। ଆମ ପ୍ରକୃତିରେ ଏମିତି ଏକ ଘାସ ରହିଅଛି ଯାହା ଦେଖିବାକୁ ସାଧାରଣ, କିନ୍ତୁ ତାହା ଔଷଧୀୟ ଗୁଣରେ ଭରପୁର। ହଁ ବନ୍ଧୁଗଣ, ଆଜି ଜାଣିବା ଆମେ ମୁଥା ଘାସ ବିଷୟରେ। ଆୟୁର୍ବେଦରେ ଏହାକୁ ନାଗର ମଥା ମଧ୍ୟ କୁହାଯାଏ। ହିନ୍ଦୀରେ ଏହାକୁ ମଥା, ବଙ୍ଗଳାରେ ମୁଥା କହିଥାନ୍ତି। ଚାଲନ୍ତୁ ଡେରି ନକରି ଜାଣିବା ମୁଥା କେଉଁ କେଉଁ ରୋଗ ସବୁ ଭଲ କରିବା ପାଇଁ ସାହାଯ୍ୟ କରିପାରେ। ଏବେ ଜାଣିବା କଫଜ ଆଉ ବାନ୍ତି ରୋଗ। ବାଇଡଙ୍କ ମଞ୍ଜି ଓ ମୁଥା ଉଭୟ ଶୁଖିଲା ଗୁଣ୍ଡ ପ୍ରତ୍ୟେକରୁ 1.5 ଗ୍ରାମ ନେଇ ମହୁ ସହିତ ଖାଇଲେ ଭଲ ହୋଇଥାଏ। ଦିନକୁ 2 ଥର ହିସାବରେ ଖାଏ। କଫ, ପିତ୍ତ, କାଶ ରୋଗ। ଗୋଲିମରିଚ ଏବଂ ମୁଥା ଶୁଖିଲା ଗୁଣ୍ଡ ପ୍ରତ୍ୟେକ 2.5 ଗ୍ରାମ ନେଇ ମହୁ ସହିତ ମିଶାଇ ଦିନକୁ 2 ଥର ହିସାବରେ 4 ରୁ 5 ଦିନ ମଧ୍ୟରେ ଖାଇଲେ ରୋଗୀ ଉପଶମ ପାଇଥାଏ। ବ୍ରଣ, ହଣା ଘା। ଦେଶୀ ଗାଈ ଘିଅ ସହିତ ମୁଥାକୁ ବାଟି ଲେପନ କଲେ ବ୍ରଣ ଓ କଟା ଘା ମଧ୍ୟ ଭଲ ହୋଇଥାଏ। ଅପସ୍ମାର ରୋଗ। ମୁଥା ମୂଳ 2 ରୁ 4 ଗ୍ରାମ ଗାଈ କ୍ଷୀର ସହିତ ବାଟି ସେବନ କଲେ ସପ୍ତାହକ ମଧ୍ୟରେ ଅପସ୍ମାର ରୋଗ ମଧ୍ୟ ଭଲ କରିପାରେ। ପେଟ ରୋଗ। ମୁଥା ରସ 1 ରୁ 2 ଚାମଚ ଓ ଚିମୁଟାଏ ବିଟ ଲୁଣ ମିଶାଇ ସେବନ କଲେ 1 ସପ୍ତାହ ମଧ୍ୟରେ ପିଲାମାନଙ୍କର ଝାଡ଼ା, ପେଟ କାମୁଡ଼ିବା ଭଳି ରୋଗ ମଧ୍ୟ ଭଲ କରିପାରେ। ଜ୍ୱର। ମୁଥା 5 ରୁ 6 ଗ୍ରାମ ସିଝାଇ ଶୀତଳ କରି ସେଥିରେ ଅଳ୍ପ ମହୁ ମିଶାଇ ଦିନକୁ 2 ଥର ଲେଖାଏଁ ସେବନ କଲେ ପିତ୍ତଜନିତ ଜ୍ୱର ମଧ୍ୟ ଭଲ ହୋଇଥାଏ। ଶୁଣ୍ଠି, ହରିଡ଼ା, ଜୁଆଣି, ମୁଥା ଶୁଖିଲା ଗୁଣ୍ଡ ସମାନ ପରିମାଣ ସେଥିରୁ 1 ଚାମଚ ଗୁଣ୍ଡ ଉଷୁମ ପାଣି ସହିତ ଗୋଳି ଦିନକୁ ଥରେ ଲେଖାଏଁ ସେବନ କଲେ ଜ୍ୱର, ଅର୍ଜିନ ଏବଂ ଶୂଳ ରୋଗ ମଧ୍ୟ ଭଲ ହୋଇଥାଏ। ପିତ୍ତ ରୋଗ ପାଇଁ ପୋଟଳ ପତ୍ର ରସ, ମୁଥା ରସ ପ୍ରତ୍ୟେକ 1 ରୁ 2 ଚାମଚକୁ ମିଶ୍ରି ଗୁଣ୍ଡ କିମ୍ବା ମହୁ ସହିତ ଦିନକୁ 2 ଥର ସେବନ କଲେ 4 ରୁ 5 ଦିନ ମଧ୍ୟରେ ରୋଗୀ ଆରୋଗ୍ୟ ଲାଭ କରିଥାଏ। ବେତକନ୍ଦା ରସ ଏବଂ ମୁଥା ରସ 1 ରୁ 2 ଚାମଚ ଦିନକୁ ଥରେ ଲେଖାଏଁ ପାନ କରିବେ କିମ୍ବା ସେହି ରସକୁ ମୁଣ୍ଡରେ ମାଲିସ କଲେ 4 ରୁ 5 ଦିନ ମଧ୍ୟରେ ପିତ୍ତ ରୋଗ ମଧ୍ୟ ଭଲ କରିବାରେ ସାହାଯ୍ୟ କରେ। କଣ୍ଠସ୍ୱର ମଧୁର ପାଇଁ ଶୁଣ୍ଠି, ବଚ, ମୁଥା ସବୁଥିରୁ 2 ରୁ 3 ଗ୍ରାମକୁ 2 ଲିଟର ପାଣିରେ ସିଝାଇବେ। ସେତେବେଳେ ପର୍ଯ୍ୟନ୍ତ ସିଝାଇବେ ଯେ ପର୍ଯ୍ୟନ୍ତ ପାଣି 1/4 ନ ରହିଛି। ଯେତେବେଳେ ପାଣି 2 ଲିଟରରୁ ଫୁଟି ଫୁଟି 500 ଗ୍ରାମ ବା 500 ମିଲି ରହିବ, ଶୀତଳ କରି ରଖନ୍ତୁ। ଦିନକୁ 2 ରୁ 4 ଚାମଚ ସେବନ କଲେ କଣ୍ଠସ୍ୱର ପରିଷ୍କାର ହୋଇଥାଏ। ଏବଂ ଯେଉଁ ପିଲାମାନଙ୍କର ବହୁଦିନ ଧରି କଥା କହିପାରୁ ନଥିବ, ଏହି ଉପାୟରେ ପାଟି ଫିଟିଥାଏ ବୋଲି ମନେ ରଖିବା ଉଚିତ। ଏବେ ଜାଣିବା ଓଠ ରୋଗ। ହରିଡ଼ା, ବାହାଡ଼ା, ଅଁଳା ଏବଂ ପିଅଙ୍ଗୁ ଓ ମୁଥା ଏହି 5ଟି ଦ୍ରବ୍ୟକୁ ସମାନ ପରିମାଣରେ ଆଣି ଗୁଣ୍ଡ କରନ୍ତୁ। ସେହି ଗୁଣ୍ଡକୁ ପାଣିରେ ମିଶାଇ ଚନ୍ଦନ ପରି ଓଠରେ ଲେପନ କଲେ ସମସ୍ତ ପ୍ରକାର ଓଠ ରୋଗ ମଧ୍ୟ ଭଲ ହୋଇଥାଏ। ଅର୍ଶ ରୋଗ। 8 ରୁ 10 ଗ୍ରାମ ମୁଥା ମୂଳକୁ ବାଟି ସେଥିରେ
ମିଶ୍ରି 1 ଚାମଚ ମିଶାଇ ଦିନକୁ 2 ଥର ସେବନ କଲେ ଅଳ୍ପ ଦିନ ଭିତରେ ଅର୍ଶ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। କୁର୍ମି 2 ଚାମଚ ମୁଥାମୂଳ ରସ ଖଣ୍ଡେ ହଳଦୀକୁ ବାଟି ଦିନକୁ ଥରେ ଲେଖାଏ ଖାଇଲେ 5 ଦିନ ଭିତରେ ପେଟର ସମସ୍ତ ପ୍ରକାର କୁର୍ମି ମରିଯାଇଥାନ୍ତି। ତରଳ ଝାଡ଼ା 1 ଚାମଚ ମୁଥାମୂଳ ରସ ଏବଂ 1 ଚାମଚ ମହୁ ପିଲାଙ୍କୁ ଦିନକୁ 2 ଥର ଖାଇବାକୁ ଦେଲେ ପିଲାମାନଙ୍କର ତରଳ ଝାଡ଼ା ମଧ୍ୟ ଭଲ ହୋଇଯାଇଥାଏ। କଙ୍କଡ଼ା ବିଛା ଓ କୀଟ ଦଂଶନ କଙ୍କଡ଼ା ବିଛା, ବିରୁଡ଼ି, ମହୁମାଛି ଦଂଶନ କଲେ ଦଂଶନ କରିଥିବା ଜାଗା ବହୁତ ଜୋରରେ ଫୁଲି ଯାଇଥାଏ। ସେଇ ଫୁଲା ଜାଗାରେ ଯଦି ମୁଥାମୂଳକୁ ଘୋରି ଲେପନ କରାଯାଏ ବିନ୍ଧା ଯାଇଥିବା ଦଂଶନ ଜନିତ ଫୁଲା ମଧ୍ୟ କମିଯାଇଥାଏ। ସ୍ତନ ଦୁଗ୍ଧ ବୃଦ୍ଧି ଯେଉଁ ମହିଳାମାନଙ୍କର କ୍ଷୀର କମ୍ ହେଉଛି ମୁଥାମୂଳକୁ ବାଟି ସ୍ତନ୍ୟରେ ଲେପନ ଦେଲେ 3-4 ଦିନ ଭିତରେ ଦୁଗ୍ଧ ବୃଦ୍ଧି ହୋଇଥାଏ। ଏହିପରି ଆୟୁର୍ବେଦିକ ଭିଡ଼ିଓ ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନିଅନ୍ତୁ।